ପାଞ୍ଚଟି ଛୋଟ ଗପ। ସ୍ଥିର ଜଳ। ଭୂଷଣଙ୍କର ପୂର୍ବପୁରୁଷ ମଧ୍ୟ ଭାରି ଧନୀ ଥିଲେ। ସେ କଠିନ ପରିଶ୍ରମୀ ଥିଲେ। ଟଙ୍କା ଓ କାର୍ଯ୍ୟ ଉଭୟର ମୂଲ୍ୟ ବୁଝୁଥିଲେ। ସେ ଦାନ ଧର୍ମ ମଧ୍ୟ କରୁଥିଲେ। କିନ୍ତୁ ଭୂଷଣଙ୍କର ପୁଅ ବୀରର ଜୀବନ ଦର୍ଶନ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ କାମ କରିବା କିମ୍ବା ଦାନ ଧର୍ମରେ ଆଗ୍ରହୀ ନଥିଲା। ବାପ ପୁଅ ବହୁତ ଆଲୋଚନା କଲେ। ଭୂଷଣ ହସି ଦେଇ ତାଙ୍କ ପୁଅକୁ ବାରିପଟକୁ ନେଇଗଲେ। କୂଅ ମୂଳକୁ ଗୋଟିଏ ଫଟା ଚଲା ଗରାରେ ପାଣି ନେଇଗଲେ ଏବଂ ଗୋଟିଏ ଖାଲି ମାଠିଆ ନେଇଗଲେ ଓ କହିଲେ, ସମ୍ପତ୍ତି ଉପରେ ମୋର ଦୃଷ୍ଟିଭଙ୍ଗୀ ତୁମକୁ କହିବି। ଭୂଷଣ ପ୍ରଥମେ ପୁଅକୁ ଚଲାରେ ପାଣି ଭରିବା ପାଇଁ କହିଲା। ସବୁ ପାଣି ବୋହିଗଲା। ଭୂଷଣ ପୁଅକୁ ପୂର୍ବରୁ ଭର୍ତ୍ତି ହୋଇଥିବା ଗରାରେ ପାଣି ଢାଳିବାକୁ କହିଲେ। ସବୁ ପାଣି ବୋହିଗଲା। ତାପରେ ଭୂଷଣ ପୁଅକୁ ମାଟି ମାଠିଆରେ ପାଣି ଭରିବାକୁ କହିଲେ। ସେଥିରେ ପାଣି ଭରି ରହିଲା। ବୀର କହିଲା, ବାପା, ଏଇ ଚଲାରେ ଏତେ କଣା, ଏଥିରେ ପାଣି କେମିତି ରହିବ? ତାପରେ ଭୂଷଣ କହିଲା, ଆମର ସମ୍ପତ୍ତି ମଧ୍ୟ ଠିକ୍ ଏହିପରି ଭାବରେ ବସି ଖାଇଲେ ସବୁ ସରିଯିବ। ବୀର କହିଲା, ଗରାଟିଏ ପୂର୍ଣ୍ଣ ହୋଇ ରହିଛି, ସେଥିରେ ପୁଣି କାହିଁକି ପାଣି ଢାଳିବା ପାଇଁ ଚେଷ୍ଟା କରୁଛ? ଭୂଷଣ ପୁଅର କାନ୍ଧକୁ ଥାପୁଡ଼େଇ ଦେଇ କହିଲା, ଯଦି ଆମେ ଗରାରେ ପାଣି ଛାଡ଼ିଦେବା, ଖୁବ୍ ଶୀଘ୍ର ଏଥିରେ ଜୀବାଣୁ ଓ ଧୂଳି ଜମିଯିବ। ଯଦି ସମ୍ପତ୍ତିର ବ୍ୟବହାର କରାନଯାଏ, ଏହା ନଷ୍ଟ ହେବା ସହିତ ସମାନ। ଯେପରି ଆମେ ମାଟି ପାତ୍ରରେ ପାଣି ଭରିଲେ, ଠିକ୍ ସେହିଭଳି ଭାବରେ ଆମେ ପୁଣି ଥରେ ଏଥିରେ ବାରମ୍ବାର ପାଣି ଭରିବା। ସେଥିପାଇଁ କଠିନ ପରିଶ୍ରମ କରି ଅର୍ଥ ଉପାର୍ଜନ କରି ଅନେକଙ୍କର ମଙ୍ଗଳ କରିବା ଉଚିତ। ବୀର ବାପାଙ୍କ ସହିତ ଏକମତ ହେଲା। ଅଦ୍ଭୁତ ଶୁଳ୍କ। କଲ୍ଲୋଳ ରାଜ୍ୟର ରାଜା ଟିକାରାଜୁ ଦିନେ ସଞ୍ଜରେ କିପରି ରାଜକୋଷ ପୂର୍ଣ୍ଣ କରି ରଖିବେ, ସେହି ବିଷୟରେ ମନେ ମନେ ଚିନ୍ତା କରୁଥିଲେ। ଏତିକିବେଳେ ରାଜପ୍ରାସାଦର ଜଣେ ରକ୍ଷୀ ତାଙ୍କୁ ବାର୍ତ୍ତା ଦେବା ପାଇଁ ଦୌଡ଼ି ଦୌଡ଼ି ଆସିଲା। ରାଜା ଯେତେବେଳେ ଦେଖିଲେ ରକ୍ଷୀ ଜଣକ ଧଇଁସଇଁ ହୋଇ ଧାଉଁଛି, ତାଙ୍କ ମନକୁ ରାଜକୋଷକୁ ପୂର୍ଣ୍ଣ କରିବା ପାଇଁ ଗୋଟିଏ ବୁଦ୍ଧି ଜୁଟିଲା। ସେ ରକ୍ଷୀ ଆଣିଥିବା ବାର୍ତ୍ତା ଶୁଣିଲେ ନାହିଁ ଏବଂ ରକ୍ଷୀକୁ ମହାମନ୍ତ୍ରୀଙ୍କୁ ଡକାଇବା ପାଇଁ କହିଲେ। ରାଜା ତୁରନ୍ତ ନିୟମ ପ୍ରଣୟନ କଲେ। ଏହି ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାଜ୍ୟର ବାୟୁ ନିଶ୍ୱାସରେ ଗ୍ରହଣ କରିବା ପାଇଁ କର ଦେବାକୁ ପଡ଼ିବ। ଧୀରେ ଧୀରେ ରାଜକୋଷ ପୂର୍ଣ୍ଣ ହୋଇ ଆସୁଥିଲା। ଦିନେ ସୈନ୍ୟମାନେ ଜଣେ ଯୁବକ ପୁନୀତଙ୍କୁ ରାଜାଙ୍କ ସମ୍ମୁଖକୁ ଆଣିଲେ। ସେ ପଡ଼ୋଶୀ ରାଜ୍ୟର ବାସିନ୍ଦା ଥିଲେ ଏବଂ ଏହି ରାଜ୍ୟକୁ ବ୍ୟବସାୟ କରିବାକୁ ଆସିଥିଲେ। ସୈନ୍ୟମାନେ ତାଙ୍କୁ ଧରି ଆଣିଲେ, କାରଣ ସେ ରାଜାଙ୍କୁ କର ଦେବାକୁ ମନା କଲା। ରାଜା ଟିକାରାଜୁ କ୍ରୋଧର ସହିତ ପୁନୀତକୁ ଚାହିଁଲେ ଏବଂ କଠୋର ଭାବରେ କହିଲେ, ଆମ ରାଜ୍ୟରେ ଥିବା ପର୍ଯ୍ୟନ୍ତ ତୁମକୁ ନିୟମ ମାନିବାକୁ ହେବ। ଆମ ଦେଶର ବାୟୁ ନିଶ୍ୱାସରେ ଗ୍ରହଣ କରିବାକୁ କର ଦେବାକୁ ପଡ଼ିବ। ପୁନୀତ ରାଜାଙ୍କୁ ହାତ ଯୋଡ଼ି ଅଭିବାଦନ ଜଣାଇଲା ଏବଂ ନମ୍ରତାର ସହିତ କହିଲା, ଆଜ୍ଞା ମଣିମା, ମୁଁ ଆପଣଙ୍କ ରାଜ୍ୟକୁ ବ୍ୟବସାୟ ଉଦ୍ଦେଶ୍ୟରେ ଆସିଛି। ଅବଶ୍ୟ ମୁଁ ଯେତିକି ବାୟୁ ନିଶ୍ୱାସରେ ଗ୍ରହଣ କରୁଛି, ପୁଣି ସେତିକି ବାୟୁ ନିଶ୍ୱାସରେ ଛାଡୁଛି। ତେଣୁ ମୋର ବାୟୁ ଗ୍ରହଣ କରିବା ଏବଂ ଛାଡ଼ିବା ସମାନ ହେଉଛି। ଆପଣ ବିଚାର କରନ୍ତୁ, ଯଦି ମୁଁ ମିଛ କହୁଛି ବା ଅଧିକ ବାୟୁ ନେଉଛି, ତେବେ ମୋଠାରୁ କର ନିଅନ୍ତୁ। ବାଇଆ ରାଜା ଚୁପ୍ ହୋଇଗଲେ ଏବଂ ତାଙ୍କୁ ଛାଡ଼ିଦେଲେ। ଦୃଷ୍ଟି ଦୋଷ। ଆଗ କାଳରେ କେବଳ ହତ୍ୟାକାରୀ କିମ୍ବା ଡକାୟତଙ୍କୁ ନୁହେଁ, ଛୋଟ ମୋଟ ଅପରାଧ କରୁଥିବା ଲୋକଙ୍କୁ ମଧ୍ୟ କଠୋର ଦଣ୍ଡ ଦିଆଯାଉଥିଲା। ତାଙ୍କ ଗଳାରେ କାଠ ବାନ୍ଧି ଟାଣ ଖରାରେ ବସାଇ ଦିଆଯାଉଥିଲା। ରତନ ନାମକ ଜଣେ ଲୋକ ଗ୍ରାମ ବାହାରେ ଚରୁଥିବା ଗୋଟିଏ ବଳଦ ଧରି ପକାଇଲା। ତା ବେକରେ ଗୋଟିଏ ଦଉଡ଼ି ବାନ୍ଧି ତାକୁ ଟାଣି ଟାଣି ନେଇଗଲା। ଏହି ଘଟଣା ଗ୍ରାମର ଜଣେ ଲୋକ ଦେଖିପାରି ଗ୍ରାମାଧିକାରୀଙ୍କୁ ସୂଚନା ଦେଲା। ଗ୍ରାମାଧିକାରୀ ଜଣେ ପ୍ରହରୀ ପଠାଇ ରତନକୁ ଧରି ଆଣିଲେ। ତା ବେକରେ କାଠ ଚକି ଗଳାଇ ତାକୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଟାଣ ଖରାରେ ବସିବା ପାଇଁ ଦଣ୍ଡାଦେଶ ଶୁଣାଇ ଦେଲେ। ରତନର ଗ୍ରାମରେ ବାସ କରୁଥିବା ଜଣେ କୃଷକ ସେହି ଗ୍ରାମକୁ ଆସିଥିଲା। ଯେତେବେଳେ ଏହି ଦୃଶ୍ୟ ତା ଆଖିରେ ପଡ଼ିଲା, ସେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲା, ଘଟଣା କ'ଣ? ତୁମ ବେକରେ କାଠ ବନ୍ଧା ହୋଇଛି କାହିଁକି?
କଣ କହିବି, ସବୁ ମୋର ଦୁର୍ଭାଗ୍ୟ। ରତନ ଉତ୍ତର ଦେଲା। ସଫା ସଫା କହୁନୁ, କଥା କଣ? ଗ୍ରାମକୁ ଆସୁଥିଲି, ଧାନ ବିଲ ପାଖରେ ଗୋଟିଏ ବଡ଼ ଦଉଡ଼ି ପଡ଼ିଥିଲା। ମୁଁ ତାକୁ ଧରି ପକାଇଲି। ଏଇଟା କିଛି ବଡ଼ ଅପରାଧ ନୁହେଁ। ରତନ କୁଣ୍ଠିତ ମନରେ କହିଲା। ରାସ୍ତାରେ ପଡ଼ିଥିବା ଦଉଡ଼ି ଉଠାଇବା ପାଇଁ ଏତେ ବଡ଼ ସଜା? କୃଷକ ବିସ୍ମୟ ପ୍ରକାଶ କଲା। ସେଇ ଦଉଡ଼ିରେ 5-6 ହଜାର ଟଙ୍କାର ବଳଦ ବନ୍ଧା ହୋଇଥିଲା। ଦୃଷ୍ଟିଦୋଷ କାରଣରୁ ମୁଁ ଦେଖିପାରି ନଥିଲି। ରତନ ବଡ଼ ବିକଳ ହୋଇ ସଫେଇ ଦେଲା। ମୂଲ୍ୟବୋଧ। ଏକଦା ଦୁଇ ପଡ଼ୋଶୀ ରାଜ୍ୟ ସଦାସର୍ବଦା ପରସ୍ପର ସହିତ କନ୍ଦଳରେ ଲିପ୍ତ ରହୁଥିଲେ। ସେମାନଙ୍କର ସୀମା ସମସ୍ୟା କ୍ରମେ ଗମ୍ଭୀର ହେଲା ଏବଂ ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା। ସେମାନଙ୍କ ମଧ୍ୟରୁ ବଳଶାଳୀ ରାଜା ସୁରେନ ବିଜୟୀ ହେଲେ। ରାଜା କଟ ଯୁଦ୍ଧରେ ହାରି ଜଙ୍ଗଲରେ ଆତ୍ମଗୋପନ କଲେ। ତାଙ୍କ ପରାଜୟର ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ରହିଲେ। ରାଜା ସୁରେନ ତାଙ୍କର ବିଜୟରେ ଉତ୍ଫୁଲ୍ଲିତ ହୋଇଉଠିଲେ ଏବଂ ସମଗ୍ର ରାଜ୍ୟରେ ଡେଙ୍ଗୁରା ପିଟିଲେ ଯଦି କେହି ତାଙ୍କୁ କଟର ମୁଣ୍ଡ ଆଣି ଦେବ, ସେ ତାଙ୍କୁ 1,00,000 ବାରହା ପୁରସ୍କାର ଦେବେ। ଦୂତମାନେ ରାଜ୍ୟର ପ୍ରତି କୋଣରେ ପହଞ୍ଚି ଡେଙ୍ଗୁରା ପିଟି ପୁରସ୍କାର ବିଷୟରେ ଘୋଷଣା କଲେ। ଏହି ଘୋଷଣା ବିଷୟରେ କଟଙ୍କର କାନରେ ପଡ଼ିଲା। ସେ ତାଙ୍କର ଦୂତକୁ ରାଜାଙ୍କ ପାଖକୁ ପଠାଇଲେ। ତୁମେ ମୋର ମୁଣ୍ଡ ପାଇଁ 1,00,000 ବାରହା ପୁରସ୍କାର ଘୋଷଣା କରିଛ, କାରଣ ମୋର ମୁଣ୍ଡର ମୂଲ୍ୟ ଅଛି। ଏହା ମୋ ପାଇଁ ଗର୍ବର କଥା। କିନ୍ତୁ ମୁଁ ତୁମର ମୁଣ୍ଡ ପାଇଁ କଣା ପଇସାଟିଏ ମଧ୍ୟ ଦେବି ନାହିଁ। ତାର କୌଣସି ମୂଲ୍ୟ ନାହିଁ। ପାଣିରେ ପକାଇବା ସହିତ ସମାନ। ଏହି କଥା ପଢ଼ି ସୁରେନ ଲଜ୍ଜିତ ହେଲେ ଏବଂ ଜବାବରେ ଆହତ ହେଲେ। ସମ୍ପତ୍ତି ବଣ୍ଟା। ଜଣେ ବ୍ୟବସାୟୀଙ୍କର 2 ପୁଅ ଥିଲେ। ବଡ଼ ପୁଅ ଭାରି ସ୍ୱାର୍ଥପର ଥିଲା ଏବଂ ସାନ ପୁଅ ଭାରି ସରଳ। ବ୍ୟବସାୟୀ ଜଣକ ଭାବିଲେ ତାଙ୍କର ମୃତ୍ୟୁ ପରେ ବଡ଼ ପୁଅ ସାନ ପୁଅକୁ ଧୋକା ଦେଇପାରେ। ତେଣୁ ସେ ଏହାକୁ ଚିନ୍ତା କରି ସମସ୍ତ ସମ୍ପତ୍ତିକୁ 2ଟି ଅଖାରେ ବାନ୍ଧିଦେଲେ। ମରିବା ସମୟରେ 2 ପୁଅଙ୍କୁ ପାଖକୁ ଡାକି କହିଲେ, ମୋର ଯାହା ସମ୍ପତ୍ତି ଅଛି ସେସବୁ 2ଟି ଅଖାରେ ବାନ୍ଧି ପଶ୍ଚିମ କୋଣରେ ଥିବା ଘରେ ରଖିଛି। ଦୁହେଁ ଗୋଟିଏ ଗୋଟିଏ ବସ୍ତା ନେଇ ନିଜ ଜୀବନ ଜୀଇଁବ। ବାଣିଜ୍ୟ କରି ସୁଖରେ ରହିବ। କିଛି ଦିନ ପରେ ବ୍ୟବସାୟୀ ଜଣକ ମୃତ୍ୟୁବରଣ କଲେ। ଶ୍ରାଦ୍ଧର କିଛି ସମୟ ପରେ ବଡ଼ ପୁଅ କୋଠରୀ ଭିତରେ ପହଞ୍ଚି ଅଖା ଖୋଲି ଦେଖିଲା ଯେ ଗୋଟିଏ ଅଖାର ଉପରେ ରୂପାର ଟଙ୍କା ଥିଲା ଏବଂ ତଳେ ମାଟି ଥିଲା। ଦ୍ୱିତୀୟ ଅଖାର ଉପରେ ମାଟି ଥିଲା ଏବଂ ତଳେ ରୂପାର ଟଙ୍କା ଥିଲା। ବଡ଼ ପୁଅ ବୁଝିପାରିଲା ନାହିଁ ଯେ ଏମିତି କାହିଁକି ରଖାଯାଇଛି। ତେଣୁ ସେ ସବୁ ରୂପା ଟଙ୍କା ଗୋଟିଏ ଅଖାରେ ରଖିଦେଲା ଏବଂ ଅନ୍ୟ ଅଖାରେ ମାଟି ଟେଳା ଭରିଦେଲା। ଦ୍ୱିତୀୟ ଦିନ ସାନ ଭାଇକୁ କହିଲା, ବାପା ଆମ ଦୁହିଁକୁ ଗୋଟିଏ ଗୋଟିଏ ଅଖା ନେବାକୁ କହିଛନ୍ତି। ତେଣୁ ମୁଁ ମୋ ଅଖା ନେଉଛି, ତୁ ତୋ ଅଖା ନେ। ଏହା କହି ସେ ରୂପା ଟଙ୍କା ଥିବା ଅଖା ନେଇଗଲା ଏବଂ ମାଟିର ଅଖା ସାନ ଭାଇକୁ ଦେଲା। ସାନ ଭାଇ ଏକାନ୍ତରେ ଚିନ୍ତା କଲା ଯେ ମାଟିର ଟେଳା କାହିଁକି ରଖାଯାଇଛି। ତାପରେ ସେ ଗୋଟିଏ ଟେଳା ଭାଙ୍ଗିଲା। ସେଇଥିରେ ସୁନାର ଟଙ୍କା ଥିଲା। ବଡ଼ ଭାଇ ଛଳ କପଟରେ ସବୁ ରୂପା ଟଙ୍କା ନେଇଗଲା, କିନ୍ତୁ ସାନ ଭାଇକୁ ମାଟିର ଟେଳା ଭିତରୁ ଅନେକ ସୁନା ମୋହର ମିଳିଲା। ସାନ ଭାଇର ଭାଗ୍ୟରେ ସୁନା ଅଖା ପଡ଼ିଲା।